ତ ହାଲୋ ସାଙ୍ଗମାନେ। ତ ଆଶା କରୁଛି ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ। ତ ଭାଇ ବହୁତ ଜିଲ୍ଲାର ଭାଇ ଭାଇବା ସରିଲା, ଆମର ହୋମଗାର୍ଡ଼ ଭାଇବା ସବୁ ସରିଯାଇଛି। ଖାଲି ଫାଇନାଲ ରେଜଲ୍ଟ ଆସିବାକୁ ବାକି ଅଛି। ତ ସମସ୍ତେ ଭାଇ କମେଣ୍ଟ କରୁଛନ୍ତି ଭାଇ ମୟୂରଭଞ୍ଜର ତ ଏବେ ଆସିଲା, ଆଉ ବାଲେଶ୍ୱରର କେବେ ଆସିବ, ଯାଜପୁର, ଏଗୁଡ଼ା ବହୁତ ଜିଲ୍ଲାର ଭାଇ ରହୁଛି। ତ ଭାଇ ଆଜି ମୟୂରଭଞ୍ଜ ଜିଲ୍ଲାର ଯେହେତୁ ଜଏନିଂ ଅଛି କାଲି, ଆଜି ତ 17 ତାରିଖ, ଭାଇ କାଲି 18 ତାରିଖ, ତ ସେମାନଙ୍କର ଜଏନିଂ ଅଛି। ତ ସେଥିପାଇଁ ଭାଇ ସମସ୍ତଙ୍କର ଗୋଟେ ଡାଉଟ୍ ରହୁଥିଲା କି ଭାଇ କ୍ୟାରେକ୍ଟର ସାର୍ଟିଫିକେଟ୍ କ'ଣ ଦରକାର ପଡ଼ୁଛି କି, ମାନେ ପୋଲିସ ଭେରିଫିକେସନ୍ କ୍ୟାରେକ୍ଟର ସାର୍ଟିଫିକେଟ୍, ଏଗୁଡ଼ା ବିଷୟରେ ଟିକେ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ରହୁଥିଲା। ତ ଭାଇ ସେଥିପାଇଁ ମୁଁ ଭିଡ଼ିଓଟି ଭାବିଲି ଆଣିଦେବି। ତ ସମସ୍ତଙ୍କ କମେଣ୍ଟର ତ ଭାଇ ଗୋଟେ ଗୋଟେ ରିପ୍ଲାଏ ଦେଇପାରିବିନି, ତ ସେଥିପାଇଁ ଗୋଟେ ଭାଇ ଭିଡ଼ିଓ ଆଣିଦେଉଛି। ତ ଭାଇ ଯଦି ବି ଭିଡ଼ିଓଟି ଭାଇ ଭଲ ଲାଗେ, କିଛି ବି ଇନଫର୍ମେସନ୍ ମିଳେ, ତ ଭିଡ଼ିଓକୁ ଭାଇ ଲାଇକ୍ କରିବେ ଆଉ ଚ୍ୟାନେଲକୁ ଆମର ସବସ୍କ୍ରାଇବ୍ କରିବେ। ତ ଚାଲନ୍ତୁ ଭାଇ ଭିଡ଼ିଓଟି ଷ୍ଟାର୍ଟ କରିବା। ତ ଭାଇ ସର୍ବପ୍ରଥମେ ଯେହେତୁ ଯେଉଁ ଭାଇମାନେ ବି ଭଉଣୀମାନେ ବି ଆମର ସିଲେକ୍ଟ ହେଇଛନ୍ତି ମୟୂରଭଞ୍ଜ ହୋମଗାର୍ଡ଼ରେ, ସମସ୍ତଙ୍କୁ କଂଗ୍ରାଚୁଲେସନ୍। ତ ଭାଇ କାଲି ତ ଜଏନିଂ ଅଛି, ବହୁତ ଦିନ ହେବ ଆପଣଙ୍କ ପାଇଁ ଏଇ ଭେରିଫିକେସନ୍ ନେଇକି, ମାନେ କ୍ୟାରେକ୍ଟର ଭେରିଫିକେସନ୍ ନେଇକି ତ ଭିଡ଼ିଓ ଆଣିବି ଭାବୁଥିଲି, କିନ୍ତୁ ଟାଇମ୍ ହେଉନଥିଲା। ତ ଭାଇ ଏବେ ଟାଇମ୍ ମିଳିଲା, କ୍ଷମା କରିବେ ଯେହେତୁ ଲେଟ୍ ହେଲାଣି, ଯେହେତୁ ଆପଣଙ୍କର କାଲିକି ଜଏନିଂ ଅଛି। ତ ଭାଇ ପୋଲିସ ଭେରିଫିକେସନ୍ ଯେଉଁ ସେ କ୍ୟାରେକ୍ଟର ସାର୍ଟିଫିକେଟ୍ ବିଷୟରେ କହୁଛନ୍ତି, ତ ଭାଇ ସେମିତି କିଛି ସେଇଟା ଆବଶ୍ୟକ ନାହିଁ। ସେଇଠି ଆପଣ ଜଏନିଂ ହେଲା ପରେ ସେମାନେ ହିଁ ଭେରିଫିକେସନ୍ କରିବେ। କାରଣ ଭାଇ ସେଥିରେ ମେନସନ୍ ନାହିଁ କି କ'ଣ ଆପଣ ସାର୍ଟିଫିକେଟ୍ ଆଣିବାକୁ କ'ଣ କିଛି ଆପଣଙ୍କର ନୋଟିଫିକେସନ୍ରେ କି ଆପଣଙ୍କର ଯେଉଁ ଏବେ ଫାଇନାଲ୍ ରେଜଲ୍ଟ ବାହାରିଲା ସେଥିରେ ବି ମେନସନ୍ ନାହିଁ। ଆପଣଙ୍କର ଖାଲି ଟ୍ରେନିଂ ହେବ, 18 ତାରିଖରେ ସେମାନେ ଡାକିଛନ୍ତି। ଆପଣଙ୍କର ଟ୍ରେନିଂ ସହିତ ଆପଣଙ୍କର ଭେରିଫିକେସନ୍ ବି ହେଇଯିବ, ପୋଲିସ ଭେରିଫିକେସନ୍। ତ ସେଥିପାଇଁ ଡାକିଛନ୍ତି। ତ କ୍ୟାରେକ୍ଟର ସାର୍ଟିଫିକେଟ୍ ଯେଉଁ ଡକୁମେଣ୍ଟ, ଶେଷରେ ସବୁ ଡକୁମେଣ୍ଟ ସବୁ ଯେଉଁ କହିଛନ୍ତି, ଆଧାର କାର୍ଡ଼ ହଉ, ଆପଣଙ୍କର 4ଟି ଫଟୋ, ଯାହା ବି ସବୁ ଡକୁମେଣ୍ଟ କହିଛନ୍ତି, ବହୁତ ଭାଇ ମୋର ମନେ ନାହିଁ, ସେତେ ବି କିଛି ଡକୁମେଣ୍ଟ କହିନାହାନ୍ତି। ମାନେ ଖାଲି କହିଛନ୍ତି ଯେ ଆପଣଙ୍କର ଆପ୍ଲାଏ କଲା ସମୟରେ ଯାହା ବି ସାର୍ଟିଫିକେଟ୍ ଦେଇଥିଲେ, ତ ସବୁ ସାର୍ଟିଫିକେଟ୍ ଆଣିବା ପାଇଁ କହିଛନ୍ତି। ତ ତା ସହିତ ଭାଇ ପାସପୋର୍ଟ ସାଇଜ୍ ଫଟୋ 4ଟି ଆଣ କହିଛନ୍ତି। ସେଇଟା ତ ଭାଇ ଅଧିକ ନେବେ। ଆଉ ଭାଇ କେଉଁଠି ଭାଇ ସେଠି ମେନସନ୍ କରିନି ଯେ ଭାଇ ତଳେ ଡକୁମେଣ୍ଟ ଜାଗାରେ ଯେଉଁ ଯେଉଁ ଡକୁମେଣ୍ଟ କହିଛନ୍ତି, ସେ ଡକୁମେଣ୍ଟ ଜାଗାରେ ମେନସନ୍ କରିନାହାନ୍ତି ଯେ ଭାଇ ଆପଣ କ୍ୟାରେକ୍ଟର ସାର୍ଟିଫିକେଟ୍ ଆଣନ୍ତୁ କି ପୋଲିସ ଭେରିଫିକେସନ୍ ସାର୍ଟିଫିକେଟ୍ ଆଣନ୍ତୁ। ଯେହେତୁ ଭାଇ ବହୁତ, ମାନେ ମୋତେ ଲାଗୁଛି ସେଠି ଗଲେ ହିଁ ଆପଣଙ୍କର ଟ୍ରେନିଂ ସମୟରେ ଆପଣଙ୍କର ଭେରିଫିକେସନ୍ ସବୁ ହେଇଯିବ। କାରଣ ଭାଇ ନହେଲେ ଥାନାରେ ବି ଯେଉଁମାନେ ଆପ୍ଲାଏ କଲା ସମୟରେ ବି ସେମାନେ ମାନେ ମାଗିପାରନ୍ତି। ଯଦି ବି ଭାଇ ଯାହା ମନରେ ବି ଡାଉଟ୍ ରହୁଛି, ତ ଭାଇ ଥାନାକୁ, ନିଜର ଥାନା ପାଖକୁ ଯାଆନ୍ତୁ, ଟିକେ ପଚରାପଚରି କରିକି ବୁଝି ଦିଅନ୍ତୁ ଭାଇ। କିନ୍ତୁ ମୋତେ ଲାଗୁନି ଭାଇ ସାର୍ଟିଫିକେଟ୍ ତ ମାଗିନାହାନ୍ତି, କୌଣସି ନୋଟିଫିକେସନ୍ରେ ମାଗିନାହାନ୍ତି, ଖାଲି ଲେଖିଛନ୍ତି ଟ୍ରେନିଂ ହେବ ଆପଣଙ୍କର 18 ତାରିଖରେ ଆସିବେ, ଜଏନିଂ ହେବ, ତାପରେ ଟ୍ରେନିଂ କ'ଣ, ଟ୍ରେନିଂ ପାଇଁ ଭେରିଫିକେସନ୍ ପାଇଁ ସବୁ। ତ ଭାଇ ସେଠିକି ଗଲେ ହିଁ ସବୁ ତୁମର ଭେରିଫିକେସନ୍ ସବୁ ହେବ। ତ ଯଦି ବି ଡାଉଟ୍ ଲାଗେ ଭାଇ ଥାନାରେ ଯାଇକି ପଚାରି ଦିଅନ୍ତୁ। ଯଦି ସେମାନେ କୁହନ୍ତି ଭେରିଫିକେସନ୍ କରିବାକୁ, କରିକି ନେଇକି ସାର୍ଟିଫିକେଟ୍ ଯିବାକୁ ପଡ଼ିବ, ତ ସେଇଟା କରିନେବେ। ତ କ୍ୟାରେକ୍ଟର ତ ଭାଇ ପଞ୍ଚାୟତରେ ବି ଆପଣଙ୍କର ସେମିତି ହେଉଛି, କିନ୍ତୁ ଏଇଟା ଯାହାହେଲେ ବି ପୋଲିସ ଭେରିଫିକେସନ୍ ହିଁ ହେଇଥିବ। ତ ସେଇଟା ଜଏନିଂ ପରେ ଟ୍ରେନିଂ ସମୟରେ ବି ଆପଣଙ୍କର କରିଦେବେ। କାରଣ ଯେହେତୁ ଡକୁମେଣ୍ଟ ଆଣିବା ପାଇଁ, କ୍ୟାରେକ୍ଟର ସାର୍ଟିଫିକେଟ୍ ଆଣିବା ପାଇଁ କହିନାହାନ୍ତି, ତ ସେଥିପାଇଁ ବହୁତ ସମ୍ଭାବନା ଅଛି ମାନେ ସାର୍ଟିଫିକେଟ୍ କିଛି ଦରକାର ନାହିଁ, ମାନେ କ୍ୟାରେକ୍ଟର ପାଇଁ। କ୍ୟାରେକ୍ଟର ଭେରିଫିକେସନ୍ ଆପଣଙ୍କର ସାର୍ଟିଫିକେଟ୍ ପାଇଁ ଦରକାର ନାହିଁ। ଯାହାହେଲେ ବି ସେଠିକି ଗଲେ ଆପଣଙ୍କର ଯାହା ବି ହେଇଯିବ ଟ୍ରେନିଂ ସମୟରେ। ତ ଭାଇ ଆଉ ଯାହା ବି ଭାଇ ଡକୁମେଣ୍ଟ ଭଲସେ ରଖନ୍ତୁ ଭାଇ, ଯେହେତୁ କାଲି ଆପଣଙ୍କର ଅଛି ଜଏନିଂ। ସମସ୍ତେ ଭଲସେ ଯିବେ ଭାଇ, 10ଟା ପୂର୍ବରୁ ଚାଲିଯିବେ। ସମସ୍ତେ ଲେଟ୍ ତ ହେବ, କିନ୍ତୁ ଯାହାହେଲେ ଭାଇ ଫାଷ୍ଟ ଦିନ କେମିତି ପ୍ରଥମେ ଯିବା ପାଇଁ ଚେଷ୍ଟା କରିବେ, ମାନେ ଟାଇମ୍ ଆଗରୁ ପହଞ୍ଚିବା ପାଇଁ ଚେଷ୍ଟା କରିବେ। ତ ଭାଇ ଭଲସେ ଡକୁମେଣ୍ଟ ଭାଇ ସବୁ ନେବେ, ଆଧାର କାର୍ଡ଼ ବି ନେବେ, ଆପଣଙ୍କର ଫଟୋ ଯାହା ବି ମାଗିଛନ୍ତି ତ ସବୁ ସାର୍ଟିଫିକେଟ୍ ଧରିକି ଯିବେ। କାରଣ ଭାଇ ଗୋଟେ ଦିନ ହିଁ ରହିଲା, ଆଜି ହିଁ ଦେଖି ନିଅନ୍ତୁ ଯାହା ବି ସାର୍ଟିଫିକେଟ୍ ଅଛି ନା ନାହିଁ, ଯାହା ବି ଆପଣ ଆପ୍ଲାଏ କଲା ସମୟରେ ଦେଇଥିଲେ ସବୁ ସାର୍ଟିଫିକେଟ୍ ଅଛି ନା ନାହିଁ ଦେଖି ନିଅନ୍ତୁ। ନହେଲେ ଭାଇ କାଲି ବହୁତ ଅସୁବିଧାରେ ପଡ଼ିପାରିବେ। ତ ସେଥିପାଇଁ ସମସ୍ତେ ଭାଇ ସବୁ ରେଡ଼ି ହୁଅନ୍ତୁ ଜଏନ୍ ହେବା ପାଇଁ। ତ ଭାଇ ବହୁତ ଭାଇ ମାନେ କମେଣ୍ଟ କରୁଥିଲେ କି ଭାଇ କରପ୍ସନ୍ ହେଇଛି, ଏମିତି ସେମିତି। ତ ଭାଇ ସେଟା ଆପଣଙ୍କର ନିଜ ଇଚ୍ଛା, ଆପଣ ଯାଇକି ପ୍ରୋଟେଷ୍ଟ ବି କରିପାରନ୍ତି, କି ଏସ୍ପି ସାର୍ ପାଖରେ ଯାଇକି ଆପଣଙ୍କର ଗ୍ରେଭେନ୍ସ ଧରିକି ଯାଇପାରନ୍ତି। ତ ଯେଉଁମାନେ ବି ସିଲେକ୍ଟ ହେଇଛନ୍ତି ଭାଇ ଯାଇକି ଆପଣଙ୍କର ପ୍ରପର୍ ଡକୁମେଣ୍ଟ ନେଇକି ଯିବେ, ଭଲରେ ଯିବେ ଭାଇ। ଆଗରୁ ଯାଇକି ଟାଇମ୍ ଆଗରୁ ଯାଇକି ପହଞ୍ଚିଯିବେ। ଆଉ ମେନ୍ ହେଉଛି ଭାଇ ସବୁ ପାଣି ବୋଟଲ ସବୁ ଧରି ଯାଇଥିବେ, ଖରାଦିନ ଯେହେତୁ ପାଣି ସବୁ ଧରିକି ଯାଇଥିବେ। ତ ଏତିକି ଭାଇ। ଆଉ ଯଦି ବି କିଛି ଭାଇ ଡାଉଟ୍ ରୁହେ ତ କମେଣ୍ଟ କରନ୍ତୁ।
ମୁଁ ଅଛି ଆପଣଙ୍କ ପାଇଁ। ଆପଣଙ୍କର ଯାହା ବି ଭାଇ ଅସୁବିଧା ଅଛି ମୋତେ କୁହନ୍ତୁ। ମୁଁ ଯଦି ବି ମୋର ମାନେ ମୁଁ ଯଦି ଆପଣଙ୍କ ପାଇଁ ମାନେ ଯଦି ବି ମୁଁ ଜାଣିଥାଏ ତ ଆପଣଙ୍କୁ ନିଶ୍ଚିତ ମୋର ସେୟାର କରିବି ଯାହା ବି ମୋର ଏକ୍ସପିରିଏନ୍ସ ସବୁ ଅଛି। ତ ଭାଇ ତ ରହୁଛି ଭାଇ ଏତିକି ଭିଡ଼ିଓରେ। ତ ଯଦି ବି କିଛି ଦରକାର ପଡ଼େ କମେଣ୍ଟ କରିବେ। ତ ଭାଇ ଭିଡ଼ିଓଟି ଯଦି ଭଲ ଲାଗେ ଭାଇ ଭିଡ଼ିଓକୁ ଲାଇକ୍ କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦେବେ, ଯାହା ଫଳରେ ସବୁ ଭାଇ ଆମର ଯାହା ବି ଭିଡ଼ିଓ ଆସୁଛି ସର୍ବପ୍ରଥମେ ଦେଖିପାରିବେ। ତ ରହୁଛି ଭାଇ, ଧନ୍ୟବାଦ।